ଖଣ୍ଡପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ସାମ୍ବାଦିକ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରବିବାର ସକାଳୁ ଖଣ୍ଡପଡ଼ା ରାଜବାଟୀ ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରକୁ କଟକ ଅର୍ବାନ ହସ୍ପିଟାଲ ଡକ୍ଟର ମହମ୍ମଦ ଜାଭେଦ ଉଦ୍ଘାଟନ କରିଥିଲେ। ପିଏଚ୍ଡି ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସହରାଞ୍ଚଳର 40 ବର୍ଷରୁ ଉର୍ଦ୍ଧ୍ୱ 175 ଜଣ ମହିଳା ଓ ପୁରୁଷ ଶିବିରରେ ଯୋଗ ଦେଇଥିବା ବେଳେ 100ରୁ ଉର୍ଦ୍ଧ୍ୱ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ସେହିଭଳି ଭାବେ ଅବଶିଷ୍ଟ ଲୋକମାନଙ୍କର ଡାଇବେଟିସ୍, ଦାନ୍ତ ପରୀକ୍ଷା ଓ ବ୍ଲଡ ପ୍ରେସର ପରୀକ୍ଷା କରାଯାଇଥିଲା। ଏତଦ୍ ବ୍ୟତୀତ 10 ଜଣ ମହିଳା ଓ ପୁରୁଷଙ୍କର ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଅପରେସନ ନିମନ୍ତେ ଶିବିରରୁ କଟକ ଅର୍ବାନ ହସ୍ପିଟାଲ ନିଆଯାଇଛି। ରବିବାର ସନ୍ଧ୍ୟାରେ ସେମାନଙ୍କର ଚକ୍ଷୁ ଅପରେସନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଅର୍ବାନ ହସ୍ପିଟାଲ ପକ୍ଷରୁ ସହଯୋଗୀ ଭାବେ ପିକୁ ବେହୁରା, ନୟାଗଡ଼ ଜିଲ୍ଲା ସଂଯୋଜିକା କନକଲତା ପ୍ରଧାନ, ବ୍ଲକ ସଂଯୋଜକ ଶ୍ରୀଚନ୍ଦନ ରଣା, କ୍ୟାମ୍ପ ସଂଯୋଜିକା ହାରାମଣି ଜେନା, କାମଦେବ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ। ସେପରି ବାର୍ ଆସୋସିଏସନର ସମ୍ପାଦକ ବିକ୍ରମ କେଶରୀ ଦେଓ, ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ ସମ୍ପାଦକ ଭବାନୀ ଶଙ୍କର ସିଂହ ସାମନ୍ତ ଓ ଖଣ୍ଡପଡ଼ା ସାମ୍ବାଦିକ ସଂଘ ସମ୍ପାଦକ ସରୋଜ କୁମାର ଚୌଧୁରୀଙ୍କ ସମେତ ବିନୋଦ କୁମାର ମହାପାତ୍ର, ଶାନ୍ତି ଶେଖର ରଥ, ସତ୍ୟନାରାୟଣ ସୂର୍ଯ୍ୟଦେବ, ଭବାନୀ ଶଙ୍କର ମହାନ୍ତି, ନିଗମାନନ୍ଦ ଦାସ, ସନ୍ତୋଷ କୁମାର ସାହୁ, ଜନ୍ମେଜୟ ଦଳାଇ, ଚିତ୍ତରଞ୍ଜନ ଦାସ, ସଂଗ୍ରାମ କେଶରୀ ଦେଓ, କନକଲତା ପ୍ରଧାନ, ଶିବନାରାୟଣ ଦାସ, ସଦାଶିବ ପାତ୍ର, ଶରତ କୁମାର ରାଉତ, ମାନସ କୁମାର ସେଠୀ, ଶଙ୍କର୍ଷଣ ସ୍ୱାଇଁ, ତପନ କୁମାର ଦାସ, ପ୍ରଭାତ ପସାୟତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଖଣ୍ଡପଡ଼ାରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।